ତାହେଲେ ଆଜି ଆମେ ବାରର ନାମ ଜାଣିବା। ଆମ ସାତ ବାରର ନାମ ଜାଣିବା। ସପ୍ତାହକ କେତେ ଦିନ? 7 ଦିନ। ସେ 7 ଦିନର ନାମ ଜାଣିବା। ଏଇ କ୍ୟାଲେଣ୍ଡରକୁ ଦେଖିକି ଆମେ ଚିହ୍ନଟା କଣ ଜାଣିଛ ତ? ଏଇଟା କ୍ୟାଲେଣ୍ଡର ଯୋଉଥିରେ କି କଣ ଥାଏ? ଯୋଉଥିରେ ମାସ ଥାଏ, ବାର ଥାଏ, ତାରିଖ ମଧ୍ୟ ଥାଏ, ଆଉ କୋଉ ମାସ କୋଉ ଦିନ କୋଉ ପର୍ବପର୍ବାଣି ପଡେ ତାହା ମଧ୍ୟ ଏଥିରେ ଥାଏ। ତାହେଲେ ଦେଖ ଏଇଟା କୋଉ ମାସ ଭିତରେ ଲେଖା ହେଇଛି? ହଉ ତାହେଲେ ଏବେ ଏଇଟା କୋଉ ମାସ ଚାଲିଛି? ଡିସେମ୍ବର ଚାଲିଛି ନାଇଁ? ହଉ ତାହେଲେ ଏବେ ଦେଖ ଏବେ ଏଇଟା କୋଉ ବାର କହିଲେ? ଏଇଟା ହଉଛି ରବିବାର। ଏଇଟା ହଉଛି ଏଇଟା ତାପରେ ସୋମବାର କୋଉ ବାର? ମଙ୍ଗଳ ପରେ ମଙ୍ଗଳବାର ପରେ କୋଉ ବାର ଆସେ? ସମସ୍ତେ କବି ଭାଷା ବୁଧବାର ପରେ କୋଉ ବାର ଆସେ? ଗୁରୁବାର ପରେ ଆସେ? ଶୁକ୍ରବାର ପରେ ଆସେ? ସପ୍ତାହକ 7 ଦିନର ନାମ ଜାଣିଲ? ପ୍ରଥମେ କୋଉ ବାର ଆସେ? ରବିବାର ପରେ କୋଉ ବାର? ସୋମ ପରେ ମଙ୍ଗଳ ପରେ ବୁଧ ପରେ ଗୁରୁ ପରେ ଶୁକ୍ର ପରେ ପିଲାମାନେ କହିଲ କୋଉ ଦିନରେ ତମ ସ୍କୁଲ ଛୁଟି ରହେ? ରବିବାର ଛୁଟି ରହେ ନାଇଁ? ଆଚ୍ଛା ଆଉ କୋଉ କୋଉ ଦିନରେ ସ୍କୁଲ ଆସ? ହଉ ତାହେଲେ ଆଚ୍ଛା ମତେ କୁହ ଏବେ ମୁଁ ପଚାରିବି ସାତ ବାର ନାମ ମନେ ରଖିଲେ ସମସ୍ତେ? ଏବେ ମୁଁ ପଚାରିବି। ଆଚ୍ଛା ମତେ କହିଲ ମଙ୍ଗଳବାର ପରେ କୋଉ ବାର ଆସେ? ହାତ ଦେଖିଲ ମତେ ଦେଖ କହିଲ। ଭେରି ଗୁଡ୍ ତାଙ୍କ ପାଇଁ ଗୋଟେ ତାଳି। ଆଚ୍ଛା ଏବେ ମୁଁ ପଚାରିବି ସୋମବାର ପରେ କୋଉ ବାର ଆସେ ଝିଅ କହିଲ? ଭେରି ଗୁଡ୍ ଝିଅ ପାଇଁ ଗୋଟେ ତାଳି। ଆଚ୍ଛା ଶନିବାର ପରେ କୋଉ ବାର ଆସେ? ଭେରି ଗୁଡ୍। ଆଚ୍ଛା କହିଲ ବୁଧବାର ପରେ କୋଉ ବାର? ହଁ ଗୁରୁବାର ପରେ କୋଉ ବାର ଆସେ? ହଉ ଭେରି ଗୁଡ୍। ଆଚ୍ଛା ମତେ କହିଲ ବୁଧବାର ପୂର୍ବରୁ କୋଉ ବାର ଆସେ? ପୂର୍ବରୁ କୋଉ ବାର? ପୂର୍ବରୁ କୋଉ ବାର? ହଁ ରବି ପୂର୍ବରୁ କୋଉ ବାର ଆସେ? ଏହିପରି ଭାବରେ ଆମର କଣ ଅଛି ନା ସପ୍ତାହର 7 ଦିନ ଅଛି। ଟିକେ ଆଉ ଥରେ କହିଦେବ ଟିକେ କଣ କଣ? ହଉ ବଢିଆ ପିଲା ସମସ୍ତଙ୍କ ପାଇଁ ଗୋଟେ ତାଳି।